ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଏହି ଭିଡ଼ିଓଟି ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା କେଉଁ ସବୁ ପ୍ରଶ୍ନ ଗୁଡ଼ିକ ରହିଛି। ପ୍ରଥମ ପ୍ରଶ୍ନ, 1 ରୁ 3 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଶୂନ୍ୟସ୍ଥାନ ପୂରଣ କର। ପ୍ରଥମ ପ୍ରଶ୍ନ ଅଛି, ବଙ୍ଗଳା ଭାଷାରେ ଗୀତାଞ୍ଜଳି ଲେଖି କିଏ ନୋବେଲ ପୁରସ୍କାର ପାଇଛନ୍ତି? ଏହି ଶୂନ୍ୟସ୍ଥାନ ଜାଗାରେ ତୁମେ ଲେଖିବ ରବୀନ୍ଦ୍ରନାଥ ଠାକୁର। ରବୀନ୍ଦ୍ରନାଥ ଠାକୁର। ପରବର୍ତ୍ତୀ ପ୍ରଶ୍ନ, 42 ନମ୍ବର ଜାତୀୟ ରାଜପଥ କଟକର ନିର୍ଗୁଣ୍ଡି ଠାରୁ ଡେକ୍ସକୁ ସଂଯୋଗ କରୁଛି। ଏହି ଶୂନ୍ୟସ୍ଥାନ ଜାଗାରେ ତୁମେ ଲେଖିବ ପିଲାମାନେ ସମ୍ବଲପୁର। ସମ୍ବଲପୁର। ପରବର୍ତ୍ତୀ ପ୍ରଶ୍ନ, ଶିଖମାନଙ୍କ ଧର୍ମଗ୍ରନ୍ଥର ନାମ କ'ଣ? ଏହି ଶୂନ୍ୟସ୍ଥାନ ଜାଗାରେ ତୁମେ ଲେଖିବ ପିଲାମାନେ ଗ୍ରନ୍ଥ ସାହେବ। ଗ୍ରନ୍ଥ ସାହେବ। ପରବର୍ତ୍ତୀ ପ୍ରଶ୍ନ, କ ସ୍ତମ୍ଭରେ ଥିବା ସ୍ଥାନଗୁଡ଼ିକ ସହ ଖ ସ୍ତମ୍ଭର ସମ୍ପର୍କିତ ନୃତ୍ୟକୁ ଗାର ଟାଣି ଯୋଡ଼। କ ସ୍ତମ୍ଭରୁ ଖ ସ୍ତମ୍ଭକୁ ଗାର ଟାଣିବା। ପ୍ରଥମରେ ଅଛି ଉତ୍ତରପ୍ରଦେଶ, ସେଇଠୁ ଗାର ଟାଣିବ କଥକ। ଉତ୍ତରପ୍ରଦେଶରୁ ଗାର ଟାଣିବ କଥକ। ତାପରେ ଅଛି ଓଡ଼ିଶା, ଓଡ଼ିଶାରୁ ଗାର ଟାଣିବ ଛଉ। ତାପରେ ଅଛି ପଞ୍ଜାବ, ପଞ୍ଜାବରୁ ଗାର ଟାଣିବ ଭାଙ୍ଗଡ଼ା ନାଚ। ତାପରେ ଅଛି ଆସାମ, ଆସାମରୁ ଗାର ଟାଣିବ ବିହୁ। ତାପରେ ଅଛି ଆନ୍ଧ୍ରପ୍ରଦେଶ, ଆନ୍ଧ୍ରପ୍ରଦେଶରୁ ଗାର ଟାଣିବ କୁଚିପୁଡ଼ି। ଧନ୍ୟବାଦ। ଏବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ 2ଟି ଉପାୟ ଲେଖ। ଏହାର ଉତ୍ତରରେ ଲେଖିବ ପିଲାମାନେ, ପ୍ରଥମ ଧାଡ଼ିରେ ଲେଖିବ ଘର ଭିତରେ ଥିବାବେଳେ ଝରକା କବାଟ ବନ୍ଦ କରିବା। ଆଉ ଥରେ କହୁଛି ପିଲାମାନେ, ଘର ଭିତରେ ଥିବାବେଳେ ଝରକା କବାଟ ବନ୍ଦ କରିଦେବା। ଏବଂ ପରବର୍ତ୍ତୀ ବାକ୍ୟରେ ଲେଖିବ ପିଲାମାନେ, ରାସ୍ତାରେ ଥିବାବେଳେ ଯଥାଶୀଘ୍ର ନିରାପଦ ସ୍ଥାନକୁ ଚାଲିଯିବା। ବାକ୍ୟଟି ଆଉ ଥରେ କହୁଛି ପିଲାମାନେ, ରାସ୍ତାରେ ଥିବାବେଳେ ଯଥାଶୀଘ୍ର ନିରାପଦ ସ୍ଥାନକୁ ଚାଲିଯିବା। ପରବର୍ତ୍ତୀ ପ୍ରଶ୍ନ, ପୌର ପରିଷଦର 2ଟି ଇଚ୍ଛାଧୀନ କାର୍ଯ୍ୟ ଲେଖ। ପୌର ପରିଷଦର 2ଟି ଇଚ୍ଛାଧୀନ କାର୍ଯ୍ୟ ଆମେ ଲେଖିବା। ପ୍ରଥମ କାମଟି ହେଲା ଯାନବାହନ ଚଳାଚଳର ବ୍ୟବସ୍ଥା। ଯାନବାହନ ଚଳାଚଳର ବ୍ୟବସ୍ଥା। ଏବଂ ଅନ୍ୟ କାମଟି ହେଲା ପ୍ରମୋଦ ଉଦ୍ୟାନ ନିର୍ମାଣ। ଆଉ ଥରେ କହୁଛି ପିଲାମାନେ, ପ୍ରମୋଦ ଉଦ୍ୟାନ ନିର୍ମାଣ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ତୁମ ଅଞ୍ଚଳର କୃଷକମାନେ ସାଧାରଣତଃ ଧାନ, ମୁଗ, ବିରି ଆଦି ଶସ୍ୟଗୁଡ଼ିକୁ କିପରି ସାଇତି ରଖିଥାନ୍ତି?
ଏହାର ଉତ୍ତରରେ ଆମେ ଲେଖିବା ଖରାରେ ଶୁଖାନ୍ତି। ଖରାରେ ଶୁଖାନ୍ତି। ଏବଂ ଅନ୍ୟଟି ଲେଖିବା ନିମପତ୍ର କିମ୍ବା ବେଗୁନିଆ ପତ୍ର ଓ ଶୁଖିଲା ଲଙ୍କା ପକାଇ ବସ୍ତାରେ ରଖନ୍ତି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଆଦିମ ମଣିଷ ନଦୀ କୂଳରେ ବସବାସ କରିବାକୁ କାହିଁକି ପସନ୍ଦ କରୁଥିଲା? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ନଦୀ କୂଳରେ ମାଟି ଉର୍ବର ଥିଲା, ତେଣୁ ଚାଷ କାମ କରିବା ନିମନ୍ତେ ନଦୀ କୂଳ ଅଞ୍ଚଳ ଦେଖି ବନବାସ କଲା। ନଦୀ ମାଧ୍ୟମରେ ଯିବା ଆସିବା ଓ ଜିନିଷପତ୍ର ନେବା ଆଣିବା କରିବା ସୁବିଧା ହେଉଥିଲା। ତେବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପିଲାମାନେ। ତୁମ ଅଞ୍ଚଳର ଗମନାଗମନରେ ବିଜ୍ଞାନ ଓ କାରିଗରୀ ବିଦ୍ୟାର ଅବଦାନ ଗୁଡ଼ିକ ଲେଖ। ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ମୁଁ ଡାକି ଦେଉଛି, ରାସ୍ତାଘାଟର ସୁବିଧା ହୋଇଛି। ତାପରେ ଲେଖିବ ସଡ଼କ ପଥ, ଆକାଶ ପଥ, ଜଳପଥକୁ ଉନ୍ନତ କରାଯାଇଛି। ତାପରେ ଲେଖିବ ଯାତାୟାତ ତଥା ପରିବହନ ପାଇଁ ବିଭିନ୍ନ ପ୍ରକାର ଯାନବାହନର ବ୍ୟବସ୍ଥା କରାଯାଇଛି। ଧନ୍ୟବାଦ ପିଲାମାନେ।